ଚାଲିଛି ଶୋଭାଯାତ୍ରା। ବେକରେ ଫୁଲମାଳ ପକାଇ ବାଜାବାଣ ରୋଷଣୀରେ ଫାଟି ପଡ଼ୁଛି ପୁରା ଅଞ୍ଚଳ। ଗର୍ବରେ ଛାତି କୁଣ୍ଢେ ମୋଟ ହୋଇଯାଉଛି। ଆପଣ ଭାବୁଥିବେ କାହିଁ ଏମିତି କ'ଣ କରି ପକାଇଛନ୍ତି କି ଏ ଯୁବକ ଜଣକ, ଯେଉଁଥିପାଇଁ ଏତେ ପ୍ରଶଂସାରେ ଆମେ ପୋତି ପକାଉଛୁ। ସେତିକି ନ ହୋଇଥିଲେ ଆମେ କ'ଣ ପ୍ରଶଂସା କରିଥାନ୍ତୁ ନା ଏ ଅଞ୍ଚଳ ଲୋକେ ଏତେ ବାଜାବାଣ ରୋଷଣୀରେ ପୁରା ଅଞ୍ଚଳ ବୁଲେଇ ଶୋଭାଯାତ୍ରା କରିଥାନ୍ତେ। ଇଏ ହେଉଛନ୍ତି ସେହି ଭାରତ ମାତାର ଯୋଗ୍ୟ ସନ୍ତାନ, ଯିଏ ଅପରେସନ୍ ସିନ୍ଦୁର ବେଳେ ସିଧାସଳଖ ଜାମ୍ମୁ କାଶ୍ମୀରର ସୀମାନ୍ତ ଅଞ୍ଚଳ ପୁଞ୍ଚ ସେକ୍ଟରରେ ଫାୟାରିଂ ଟିମ୍ରେ ସାମିଲ ହୋଇ ଦିନ ରାତି ନ ଖାଇ ନ ପିଇ ଶତ୍ରୁଙ୍କୁ କଡ଼ା ଜବାବ ଦେଉଥିଲେ। ଆଉ ଏଇ ଭଦ୍ରକ ମାଟିର ପୁଅ ଯେତେବେଳେ ଶତ୍ରୁ ପକ୍ଷକୁ କଡ଼ା ଜବାବ ଦେଉଥିଲେ, ସେତେବେଳେ ଥରି ଉଠୁଥିଲେ ଶତ୍ରୁ ପକ୍ଷ। ଆଉ ତାଙ୍କର ଗୋଟେ ଗୋଟେ ଗୁଳିର କଡ଼ା ଜବାବ ବି ଠିକ୍ ଭାବରେ ଦେଉଥିଲେ। ଆଜି ଏଇଭଳି ଯବାନମାନଙ୍କ ପାଇଁ ଆମ ଭାରତ ମାତା ସୁରକ୍ଷିତ ଅଛନ୍ତି। ଆଉ ଏ ଯବାନମାନଙ୍କ ପାଇଁ ଆଜି ଆମେ ରାତିରେ ଘର ଭିତରେ ଅଚିନ୍ତାରେ ଶୋଇପାରୁଛନ୍ତି। ଆପଣଙ୍କର ମନେ ଅଛି ଅପରେସନ୍ ସିନ୍ଦୁର ବେଳେ ଏହି ଯବାନମାନେ ଦିନ ରାତି ଶତ୍ରୁ ସହିତ ଲଢ଼ିବା ବେଳେ ଆମେ କିନ୍ତୁ ଅଚିନ୍ତାରେ ଥିଲେ। କାହିଁକି ନା ଆମେ ଜାଣିଛନ୍ତି ଆମ ଭାରତୀୟ ଯବାନ ଯେପର୍ଯ୍ୟନ୍ତ ସୀମାରେ ଅଛନ୍ତି, ଆମ ଭାରତ ମାତାର କି ଆମର କେହି କିଛି ବି କରିପାରିବେନି। ଆଉ ସେହି ବୀର ଯବାନଙ୍କ ଭିତରୁ ଭଦ୍ରକ ମାଟିର ପୁଅ ହିତେଶ ଅନ୍ୟତମ। ଅପରେସନ୍ ସିନ୍ଦୁର ପରେ ହିତେଶକୁ ଘରକୁ ଆସିବାକୁ ମିଳିଥିଲା ଛୁଟି। ଆଉ ସେ ଛୁଟି ନେଇ ନିଜ ଜନ୍ମ ମାଟିରେ ପାଦ ଦେଉ ଦେଉ ହିତେଶକୁ ଏଇଭଳି ସ୍ୱାଗତ କରାଯାଇଥିଲା। ହଁ ଆଜ୍ଞା, ଅପରେସନ୍ ସିନ୍ଦୁରରେ ସାମିଲ ଥିଲେ ଜାମ୍ମୁ କାଶ୍ମୀର ସୀମାନ୍ତ ପୁଞ୍ଚ ସେକ୍ଟରରେ ନିୟୋଜିତ ହୋଇଥିଲେ। ଫାୟାରିଂ ଟିମ୍ରେ ରହି ରାତି ଦିନ ଶତ୍ରୁଙ୍କ ସହ ଲଢ଼ି ଗାଁକୁ ଫେରିଛନ୍ତି ଯବାନ। ତାଙ୍କୁ ଭଦ୍ରକ ଷ୍ଟେସନରୁ ଜନ୍ମ ମାଟିବାସୀ ପାଛୋଟି ନେଇଛନ୍ତି। ଗାଁରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି। ଦେଶର ସୁରକ୍ଷା ପାଇଁ ଶତ୍ରୁ ସହ ଲଢ଼ି ଫେରିଥିବା ଅପରେସନ୍ ସିନ୍ଦୁରର ଯବାନ ହେଉଛନ୍ତି ଭଦ୍ରକ ବ୍ଲକ ବାଣୀ ତଡ଼ିଆ ପଞ୍ଚାୟତର ହିତେଶ ପତି। ହିତେଶ ଭାରତୀୟ ସେନାରେ ଏବେ ଆର୍ଟିଲାରୀରେ କାର୍ଯ୍ୟରତ ଅଛନ୍ତି। ଯୁଦ୍ଧ ସମୟରେ ସବୁଠୁ ଉତ୍ତେଜନାପୂର୍ଣ୍ଣ ପୁଞ୍ଚ ସେକ୍ଟରରେ ସେ ନିୟୋଜିତ ହୋଇଥିଲେ। ଶତ୍ରୁ ଦେଶ ସହ ସିଧାସଳଖ ଲଢ଼ୁଥିଲେ। ଏବେ ଗାଁକୁ ଆସିବା ପରେ ତାଙ୍କୁ ଭଦ୍ରକ ରେଲୱେ ଷ୍ଟେସନରୁ ଗ୍ରାମବାସୀଙ୍କ ସମେତ ଯୁବ ବନ୍ଧୁମାନେ ଶୋଭାଯାତ୍ରା କରି ବାଣୀତିଆ ପଞ୍ଚାୟତକୁ ନେଇଛନ୍ତି। ସ୍ୱତନ୍ତ୍ର ଖୋଲା କାର୍ ଯୋଗେ ବନ୍ଦେ ମାତରମ୍ ଜୟ ଯବାନ ଭାରତ ମାତା ନାରାରେ ହିତେଶ ଗାଁକୁ ଫେରିଥିଲେ। ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଭଦ୍ରକରୁ ସୁବ୍ରକାନ୍ତ ରାଉତରାୟଙ୍କ ରିପୋର୍ଟ, ଏ ୱାନ୍ ଓଡ଼ିଆ।